यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज दासे आलोचना करिया संसार रे गोल आउरी हो। बर्तमान तुम देख भारत सीना बर्तमान गोटे स्थिर होगी अच्छी। पाकिस्तान परिस्थिति देख, बांग्लादेश परिस्थिति देख, अफगानिस्तान परिस्थिति देख ना नहीं, इस्राएल सियाड़े देख, रूसिया यूक्रेन सियाड़े देख। बर्तमान सबुआड़े गोल आरंभ गोल को गोल ना धर्म गोल, धर्म को लेकिन गोल कर ना जानी पारती नहीं। आमे भाबू कहीं धर्म को नहीं गोल कर भगवान तो जणे नहीं, जी जो भाव डाक पारुछि आम डाकुचे भगवान बा अलेख निरंजन आम डाकुचे, किए डाकुचे आल्ला, किए डाकुचे गॉड ना नहीं। धर्म धर्म भितर बर्तमान हो कौन पूरा टकरा टकरी जाननी ना। हिरानाक्ष एवं पुना कौन प्रहलाद, प्रहलाद टिके बड़ है विद्या शिक्षा गुरुकुल को गले। गुरु सहित तीन मुंडला कटई ब्रह्मा विष्णु महेश्वर तीन देवता मर्म कौन बुझेदेले। प्रहलाद मुंडे पशिला ये दी जन को न डाकिए जन को डाकिले मोर सब काम हम तेणु से डाकिले ओम नम नारायण। फिर हिरण्यक्ष बुझी पाइलानी कौन भाविला ये कहीं नारायण को डाक ओम नमः शिवाय। या शिव पार्टी पुअर बसलानी से नारायण को शब्दटा बसला। हिरण्यक्ष जानियार थिला जी हरि सी तो हर, हरिहर कौन अभिन्न एक आत्मा। हरि की छाड़ी हर रही पारे नहीं कि हर छाड़ी हरि रही पारे। गीतार आमर गोटे भल श्लोक टी अच्छी मम तुम्हें महादेव ब्रह्मवत गात्र संभवे सुरेश मम भाताश्च वक्ष्यामि शुणनार। नहीं प्रभु नारायण श्रीहरिंकर आत्मा पुरुष होती कि देवदेव महादेव। तथा हिरण्यक्ष कौन कला पुओ को बहुत निर्यातना ना नहीं, से निर्यातना कही हो नहीं। जहाँ फल प्रभु सब देखुं। हिरण्यक्ष पचारुची प्रहलाद को तो प्रभु कहती ना अत्र तत्र सर्वत्र प्रभु सबु स्थान में परिपूर्ण हो। प्रार्थना करू छुआ बेले पाठ पढ़ुले जल स्थल वन गिरी आकाश तुम लीला सबु ठारे प्रकाश मते एतिकी शिखाओ साई है मोर धन जन लोड़ा नाई है। प्रभु कौन कले सबुठ विद्यमान अच्छा किंतु हिरण्यक्ष जानी पाइला वो अति कष्ट जहा फल प्रभु कौन है कुंभरू बाहर हिरण्यक्ष बड़ हिरण्यक्ष जानी था और ये हर सी कहीं तार विनाश होता कौन है ज्ञानर अभाव कारण
ହିରଣ୍ୟାକ୍ଷର ବଧ। ସବୁ କଣ ହେଲେ? ନୃସିଂହ ଅବତାର ଧାରଣ। ସେମିତି ବର୍ତ୍ତମାନ ସମୟରେ ତମେ ଦେଖ, ସଂସାରଟା ଏମିତି ହେଇଯାଇଛି କି ଆଉ ବୁଝିବାର ନାହିଁ। ବର୍ତ୍ତମାନ ଧର୍ମକୁ ନେଇକି ଜଗତରେ କଣ ହେଇଛି? ଗୋଳ ହେଇଯାଇଛି। ଗୋଳ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ସ୍ୱତନ୍ତ୍ର ଲେଖିଛନ୍ତି ଏବଂ ଆଗକୁ ଆହୁରି ମଧ୍ୟ ଜୋରସୋରିଆ ଗୋଳ ହବ। ବୁଝି ହଉଛି? ଗୋଳ ଖାଲି ସୁର ହେଇଛି। ମହାପୁରୁଷଙ୍କ ଗୋଟେ ପଦ ମନେ ପଡେ, ପଣବକୁ ସ୍ଥାପି ଗାୟତ୍ରୀକୁ ଲେଖି ଓଲଟ ପାଲଟ କର, ଏହି ଅଙ୍କ ଠାରୁ ଏହି ଅଙ୍କ ଯାଏ ଗୋଳ ହୋଇବ ପାର। ଆମର 64 ଗାୟତ୍ରୀ। ଗାୟତ୍ରୀ କେତେ? 64 ଗାୟତ୍ରୀ। କେତେ ପ୍ରକାର? 5 ପ୍ରକାର। ଗାୟତ୍ରୀ ହଉଛି କେତେ ପ୍ରକାର? 5 ପ୍ରକାର। ବ୍ୟାହୁତି ଦ୍ୱାଦଶ, ତ୍ରିପଦା 24, ଚୂଡ଼ା ବର୍ଣ୍ଣ ଚତୁର୍ଦଶ, ପ୍ରଣବ ଦ୍ୱିଦଶ, 4 ଷୋହଂଶ 64 ବର୍ଣ୍ଣ ପ୍ରକାଶ। ହେଲା, ଏତିକି ପ୍ରକାର ଗାୟତ୍ରୀ। 5 ପ୍ରକାର ଗାୟତ୍ରୀ। ବ୍ୟାହୁତି ଗାୟତ୍ରୀ, ତ୍ରିପଦା ଗାୟତ୍ରୀ, ଚୂଡ଼ାବର୍ଣ୍ଣ ଗାୟତ୍ରୀ, ପ୍ରଣବ ଗାୟତ୍ରୀ, ହଂସ ଗାୟତ୍ରୀ। 64 ଗାୟତ୍ରୀ ଭିତରେ ପ୍ରଣବ ରହୁଛି 10 ଗୋଟି ରହୁଛନ୍ତି। ମାନେ କିଏ ସେ? ଓଁକାର। ଓଁ ତ ଗୋଟିଏ। ଓଁ କେତୋଟି? ଗୋଟିଏ। 10 ଗୋଟି କାହିଁକି ରହିଲା? ଆ ଭିତରେ ମଜିବାର ଅଛି। ବୁଝି ହଉଛି ନା? ପ୍ରଣବ କେତୋଟି? ପ୍ରଣବ ହଉଛି 1। ଓଁକାର ଆମେ ସମସ୍ତେ ଜାଣିଛେ। କିନ୍ତୁ ଯୋଉ 64 ଗାୟତ୍ରୀ ରହିଲା, 64 ଗାୟତ୍ରୀ ଭିତରେ 10 ଗୋଟି ଓଁକାର ରହିଲା। ଯିଏ 64 ଗାୟତ୍ରୀର ତତ୍ଵକୁ ନିର୍ଣ୍ଣୟ କରିଥିବ, ସେ 10 ଓଁକାରର ତତ୍ଵ ଜାଣିପାରିବ। ଏଠି 10 ଓଁକାର କଥା ମହାପୁରୁଷ କହିନାହାନ୍ତି। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଓଁକାର। ବୁଝିପାରିଲେ ନା ବୁଝିପାରିଲେ? ଏଠି ଓଁକାର ବୋଲନ୍ତି ଗୋଟିଏ, ଏକ ବ୍ରହ୍ମ ଦ୍ୱିତୀୟ। ପୁଣି କହିଲେ ଗାୟତ୍ରୀକୁ ଲେଖି, ପ୍ରଣବକୁ ସ୍ଥାପି ଗାୟତ୍ରୀକୁ ଲେଖି। ଗାୟତ୍ରୀ ରହିଛି ଅନେକ ପ୍ରକାର, କହିଲି 5 ପ୍ରକାର ଗାୟତ୍ରୀ ନା ନାଇଁ? କିନ୍ତୁ ଆମ ଶାସ୍ତ୍ର ମୁତାବକ କର୍ମକାଣ୍ଡରେ ଆମେ କଣ କରୁ? ତ୍ରିପଦା ଗାୟତ୍ରୀ ପ୍ରୟୋଗ କରୁ। ସେ ଗାୟତ୍ରୀ ସବୁ ଜାଗାରେ ପ୍ରୟୋଗ ହୁଏ ନା। ସଂସାର ଚଳିବା ପାଇଁ ଆମେ ବି ପ୍ରତ୍ୟେକ ଦିନ ଗାୟତ୍ରୀ ଅଧ୍ୟୟନ କରୁ, କାରଣ ଆମର ସିଏ ହଉଛି କଣ? ଇଷ୍ଟ। ଆମ ଗୁରୁ ହଉଛନ୍ତି ଅଗ୍ନିଦେବ, ଠିକ ନା? ବ୍ରାହ୍ମଣଙ୍କ ଗୁରୁ କିଏ? ସେ ଅଗ୍ନି। ବୈଷ୍ଣବ ଗୁରୁ କିଏ? ସେ ଅଗ୍ନି। ବୁଝିପାରୁଛି ନା? ଏଠି ଆମେ କଣ କରିବା? 5 ଗାୟତ୍ରୀ ଯୋଉ ଅଛି ତା ଭିତରୁ ତ୍ରିପଦା ଗାୟତ୍ରୀ ଟିକେ ନବା। ସେଟା 24 ଅକ୍ଷର। 24 1 ମିଶି କେତେ ହେଲା? 25। ସେଠି 10 ପ୍ରଣବ କାହିଁକି କହିଲି ନାହିଁ, 64 ଗାୟତ୍ରୀ କାହିଁକି କହୁନାହିଁ, ସେ କେତେବେଳେ ସେ ଗୁରୁ ମାର୍ଗ ତତ୍ଵ ତମ ମାନଙ୍କୁ ତମ ବୁଝେଇ। ବୁଝିପାରୁଛ ନା? ସମ୍ପୁଟକ ସୂତ୍ର ଯିଏ ଜାଣିଥିବେ, ସେ 10 ପ୍ରଣବ ତତ୍ଵ ଜାଣିଥିବେ। ଏଟା କହିବା ବୋଲିଆ ଜ୍ଞାନ ନୁହଁ କି ଆଖି ତରାଟିଆ ଜ୍ଞାନ। କହେ ଅଭିରାମ ଭାଇ, ଅନୁଭବ ଗୋଟେ ସତ୍ୟ ନୁହଁ। ବୁଝିହଉଛି? ପ୍ରଣବ ସହିତ ଗାୟତ୍ରୀ 24 ମିଶିଗଲେ କେତେ ହେଲା? 25। 25 ସହିତ ଉଲ୍ଟେଇ ଦେଲେ କେତେ ହେଲା? 52। ମହାପୁରୁଷ କୁହନ୍ତି 25 ଅଙ୍କରୁ 52 ଅଙ୍କ। କାହାର? ତାଙ୍କରି 25ରୁ ତାଙ୍କର 52।
ଆଉ ଅନନ୍ତ ମାଧବଙ୍କ 25ରୁ ଅନନ୍ତ ମାଧବଙ୍କର 52 ଭିତରେ କଣ ହବ? ଏହି ଅଙ୍କ ଠାରୁ ଏହି ଅଙ୍କ ଯାଏ ଗୋଳ ହୋଇବ ଅପାର। ଯେମିତି ଗୋଳ ହବ ଯାହାକି କଳନା କରିହବ। ଅପାର 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 ଏ ହେଉଛି ଭାବାର୍ଥକ ଶବ୍ଦ, ଯାହାର କଳନା ନାହିଁ। ବୁଝି ହଉଛି? ଆଗକୁ ମହାପୁରୁଷ ଯାହା କହିଥିଲେ ତମେ ଦେଖ, 52 ଅଙ୍କ ଏପର୍ଯ୍ୟନ୍ତ ହେଇନାହିଁ ନା ନାହିଁ? 52 ଅଙ୍କ ଆହୁରି ବର୍ଷେ ବାକି ଅଛି। କିନ୍ତୁ ବର୍ତ୍ତମାନ ସମୟରେ ପୃଥିବୀର ସମସ୍ୟାକୁ ବିଚାର କରିବାକୁ ଗଲେ ଭାରତ ଭୂଖଣ୍ଡକୁ ଛାଡ଼ିଦେଲେ ଆଉ ସବୁଠି ଗୋଳ ଆରମ୍ଭ ହେଇଗଲା। ଇଏ ଗୋଳ ଆହୁରି ଭୟଙ୍କର ହବ। ଫେର କହିଛନ୍ତି ଘର ମାନଙ୍କରେ ମଢା ପୁରିଯିବ, ତୋଳି ନ ପାରିବେ କି? ବହୁତ ଯୋଉ ଗୋଳ ସୃଷ୍ଟି ହବ, ଏଥିରେ ବହୁତ ବ୍ୟକ୍ତି ବିଶେଷ କଣ ହେବେ? ବିନାଶ କ୍ଷତି ହେବେ। ଯଥା କୁହନ୍ତି ହଣା ମରାରେ ଯୋଉଗୁଡାକ ମରନ୍ତି। ଯୁଦ୍ଧ ହଉଛି ଅଲଗା, ରଣ ହଉଛି, ରଣ ଶବ୍ଦର ଅର୍ଥ ହଉଛି ଯୁଦ୍ଧ। ଗୋଳ ବୋଲନ୍ତି କଣ? କୋଳାହଳ, ଅରାଜକତା, କେହି କାହାକୁ ମାନିବାର ନାହିଁ। ଏତିକି ମନେ ତ ମହାପୁରୁଷ ଯାହା କହିଛନ୍ତି ତାହା ହିଁ ଅକ୍ଷରେ ଅକ୍ଷରେ କଣ ସତ୍ୟରେ ପରିଣତ ହେଇ ଆସୁଛି ଏବଂ ଆଗକୁ ମଧ୍ୟ ହବ। ଏ କଥା କେବେ ହେଲେ ଅତ୍ୟୁକ୍ତି ହେବ ନାହିଁ। ସମୟକୁ ଘଡ଼ିସନ୍ଧି ମୁହୂର୍ତ୍ତ 29/3/2025 ଠାରୁ ମୀନ ଶନି କଣ ହଉଛି? ସଞ୍ଚାର ହଉଛି। ମୀନ ରାଶିକି ଶନି ସଞ୍ଚାର ଶନିବାର, ସେଇଠାରୁ ପୃଥିବୀ ଭୂଖଣ୍ଡକୁ ମହାକାଳ କଣ ହଉଛି? କୋପ ଦୃଷ୍ଟି ଆସୁଛି। କରିବାକୁ ହେଲେ ସେଇ ପ୍ରଭୁଙ୍କ ଚରଣରେ ଶରଣ ପଶିବା ନିତ୍ୟାନ୍ତ ଆବଶ୍ୟକ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ସେ ପଞ୍ଚସଖାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି।